ଭାବି ଦେଖନ୍ତୁ ଟିକେ ଦୁନିଆର ସବୁଠୁ ବେଶୀ ଲୋକ ରହୁଥିବା ଦେଶର ପ୍ରତିଟି ମଣିଷକୁ ଗଣିବା ଏତେ ବଡ଼ କାମ ଯେ କଳ୍ପନା କରିବା ବି କଷ୍ଟ। ଆଜି ଆମେ ସେହି ବିଶାଳ ପ୍ରକ୍ରିୟାର ଗଭୀରକୁ ଯିବା। ହେଲେ ପ୍ରଶ୍ନ ଉଠୁଛି, ଗୋଟେ ଅରବରୁ ଅଧିକ ଲୋକଙ୍କୁ ଗଣାଯିବ କେମିତି? ଶୁଣିବାକୁ ତ ପ୍ରାୟ ଅସମ୍ଭବ ଲାଗୁଛି, ନୁହେଁ କି? କିନ୍ତୁ ଏହା ହିଁ ହେଉଛି ଭାରତୀୟ ଜନଗଣନାର ସବୁଠୁ ବଡ଼ ଆହ୍ୱାନ, ଆଉ ଏହି ପ୍ରଶ୍ନଟି ହିଁ ଏହି କାମର ବିଶାଳତାକୁ ସ୍ପଷ୍ଟ ଭାବେ ଦେଖାଉଛି। ଆଉ ଏଇ ବିଶାଳତା କେବଳ କଥାରେ ନୁହେଁ, ସତ କହିବାକୁ ଗଲେ ଏହା ପୃଥିବୀର ସବୁଠୁ ବଡ଼ ପ୍ରଶାସନିକ କାର୍ଯ୍ୟକ୍ରମଗୁଡ଼ିକ ମଧ୍ୟରୁ ଗୋଟିଏ। ତେବେ ଜନଗଣନା ମାନେ ପ୍ରକୃତିରେ କ'ଣ? ଏହା ଖାଲି ମୁଣ୍ଡ ଗଣିବା ନୁହେଁ, ନା, ଏହା ହେଉଛି ପ୍ରତିଟି ଘର ଆଉ ପ୍ରତିଟି ମଣିଷର ଗୋଟେ ସମ୍ପୂର୍ଣ୍ଣ ସରକାରୀ ହିସାବ। ସେମାନଙ୍କର ସାମାଜିକ, ଅର୍ଥନୈତିକ ଆଉ ଅନ୍ୟ ସବୁ ଜରୁରୀ ତଥ୍ୟ ଏଥିରେ ସଂଗ୍ରହ କରାଯାଏ। ଏହାକୁ ଆହୁରି ସହଜରେ ବୁଝିବା ପାଇଁ ଗୋଟେ ବହୁତ ସୁନ୍ଦର କଥା କୁହାଯାଏ। ଏହା ଭାରତର ପାରିବାରିକ ଫଟୋ। କେତେ ଠିକ୍ କଥା ନୁହେଁ? ଯେମିତି ଗୋଟେ ଫଟୋରେ ପରିବାରର ସମସ୍ତେ ଏକାଠି ହୋଇଯାନ୍ତି, ଠିକ୍ ସେମିତି ଜନଗଣନା ପୁରା ଦେଶକୁ ଗୋଟେ ଫ୍ରେମ୍ରେ ବାନ୍ଧି ରଖେ। ତେବେ ଏ ଯେଉଁ ପାରିବାରିକ ଫଟୋ ନେବାର କଥା ଆମେ କହୁଛୁ, ଏହି ପରମ୍ପରା କ'ଣ ଆଜିକାଲିର? ନା, ବିଲକୁଲ ନୁହେଁ। ଏହା ପଛରେ ଏକ ବହୁତ ଲମ୍ବା ଆଉ ଗୌରବମୟ ଇତିହାସ ରହିଛି। ବରଂ ଏହା ଏମିତି ଏକ ପ୍ରକ୍ରିୟା ଯାହା ସମୟ ସହିତ ନିଜକୁ ବଦଳେଇଛି। 150 ବର୍ଷରୁ ବି ଅଧିକ ସମୟ ଧରି ଏହି ପ୍ରକ୍ରିୟା ପିଢ଼ି ପରେ ପିଢ଼ି ଭାରତର ପୁରା ଯାତ୍ରାକୁ ନିଜ ଭିତରେ ସାଇତି ରଖିଛି। ଏହାର ଆରମ୍ଭ ହୋଇଥିଲା 1881 ମସିହାରେ, ଯେତେବେଳେ ଭାରତର ପ୍ରଥମ ସମ୍ପୂର୍ଣ୍ଣ ଜନଗଣନା ହେଲା। ଆଉ ସେବେଠୁ ପ୍ରତି 10 ବର୍ଷରେ ଏହି ପରମ୍ପରା ଚାଲିଆସିଛି। ଜାଣନ୍ତି, 2027ରେ ଯେଉଁ ଜନଗଣନା ହେବ, ତାହା ଏହି ଶୃଙ୍ଖଳାର 16ତମ ଆଉ ସ୍ୱାଧୀନତା ପରଠୁ 8ମ ଜନଗଣନା ହେବ। ଆଚ୍ଛା, ଏତ ଗଲା ଇତିହାସ କଥା। ହେଲେ ଏବେ ଆସନ୍ତୁ ବର୍ତ୍ତମାନକୁ, କାରଣ 2027ର ଜନଗଣନାରେ ଏକ ବହୁତ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଏହା କେବଳ ଆଉ ଏକ ଗଣନା ନୁହେଁ, ଏହା ହେଉଛି ଏକ ଡିଜିଟାଲ ଲମ୍ପ। ଏହି ପରିବର୍ତ୍ତନକୁ ଟିକେ ଦେଖନ୍ତୁ। ଗୋଟେ ପଟେ ସେହି ପୁରୁଣା କାଗଜ ଫର୍ମ, ଆଉ ଅନ୍ୟପଟେ ଗୋଟେ ସ୍ମାର୍ଟ ମୋବାଇଲ ଆପ୍ଲିକେସନ। କାଗଜରୁ ପିକ୍ସେଲକୁ ଏହି ଯାତ୍ରା, ଏହା କେବଳ ଟେକ୍ନୋଲୋଜିର ପରିବର୍ତ୍ତନ ନୁହେଁ, ଏହା ପୁରା ପ୍ରକ୍ରିୟାରେ ଏକ ବୈପ୍ଳବିକ ପରିବର୍ତ୍ତନ। ତ ଏଇ ଟେକ୍ନୋଲୋଜି ଆସିବା ଦ୍ୱାରା ଫାଇଦା କ'ଣ ହେବ? ଦେଖନ୍ତୁ, ସବୁଠୁ ବଡ଼ କଥା ହେଲା ତଥ୍ୟର ମାନ ବହୁତ ଭଲ ହେବ, କାରଣ ଆପ୍ ଭିତରେ ଥିବା ସିଷ୍ଟମ ଭୁଲକୁ ବହୁତ କମ୍ କରିଦେବ। ଦ୍ୱିତୀୟରେ, ଫଳାଫଳ ବହୁତ ଜଲ୍ଦି ମିଳିବ। ଏହାଛଡ଼ା କାଗଜପତ୍ରର ବୋଝ କମିବ, କାମ କେତେ ଆଗେଇଲା ତାହା ସାଙ୍ଗେ ସାଙ୍ଗେ ଜଣାପଡ଼ିବ। ଆଉ ହଁ, ଏହା ପରିବେଶ ପାଇଁ ମଧ୍ୟ ବହୁତ ଭଲ। ହେଲେ ଟେକ୍ନୋଲୋଜି ତ କେବଳ ଗୋଟେ ମାଧ୍ୟମ। ଏହି ମହାଯଜ୍ଞକୁ ସଫଳ କରନ୍ତି କିଏ? ଚାଲନ୍ତୁ ସେହିମାନଙ୍କ ବିଷୟରେ କଥା ହେବା, ଯେଉଁମାନେ ଏହାର ପ୍ରକୃତ ବୀର। ଆଉ ଏକଥା ପୁରା ସତ। ଏହି ଯେଉଁ ଗଣନାକାରୀ ଆଉ ସୁପରଭାଇଜରମାନେ ଅଛନ୍ତି, ସେମାନଙ୍କର ନିଷ୍ଠା, ସମର୍ପଣ ଆଉ କଠିନ ପରିଶ୍ରମ ବିନା ଏତେ ବଡ଼ କାମ ସମ୍ଭବ ହିଁ ନୁହେଁ। ତେଣୁ ଏହି କାମରେ ଯେଉଁ ଲକ୍ଷ ଲକ୍ଷ ଲୋକ ନିୟୋଜିତ ଅଛନ୍ତି, ସେମାନଙ୍କ ପାଇଁ ଏହା କେବଳ ଗୋଟେ କାମ ନୁହେଁ, ଏହା ଏକ ବହୁତ ବଡ଼ ଜାତୀୟ ଦାୟିତ୍ୱ। ସେମାନେ ହିଁ ଏହି ପୁରା ପ୍ରକ୍ରିୟାର ମେରୁଦଣ୍ଡ। ଆଚ୍ଛା, ଏତେ ସବୁ ପରିଶ୍ରମ, ଏତେ ତଥ୍ୟ ସଂଗ୍ରହ, କିନ୍ତୁ ଏସବୁ କାହିଁକି? ଏହାର ପ୍ରକୃତ ବ୍ୟବହାର କ'ଣ? ଏହା ଦେଶର ଭବିଷ୍ୟତକୁ କିପରି ଗଢ଼େ? ଚାଲନ୍ତୁ ଗୋଟେ ଉଦାହରଣ ନେବା। କ'ଣ ଲାଗୁଛି, ସଂଗ୍ରହ କରାଯାଇଥିବା ତଥ୍ୟ ସତରେ ଗୋଟେ ଭଲ ସ୍କୁଲ ତିଆରି କରିବାରେ ସାହାଯ୍ୟ କରିପାରେ? ଆଉ ଏହାର ଜବାବ ହେଉଛି ହଁ, ନିଶ୍ଚୟ ପାରେ। ଯେତେବେଳେ ସଠିକ୍ ତଥ୍ୟ ମିଳେ, ସେତେବେଳେ ହିଁ ସରକାର ଜାଣିପାରନ୍ତି ଯେ କେଉଁଠି କ'ଣ ଅଭାବ ଅଛି, ଆଉ ସେହି ଆବଶ୍ୟକତା ହିଁ ସରକାରୀ ଯୋଜନାରେ ବଦଳିଯାଏ। ଆଉ କେବଳ ସ୍କୁଲ କାହିଁକି? ଭଲ ରାସ୍ତା, ଘର, ପିଇବା ପାଣି, ଏମିତି ସବୁ ପ୍ରକାର ସାର୍ବଜନୀନ ସେବା ପାଇଁ ଯୋଜନା କରିବାରେ ଜନଗଣନାର ତଥ୍ୟ ହିଁ ମୂଳଦୁଆ ପକାଏ। ସିଧାସଳଖ କହିବାକୁ ଗଲେ, ଏହି ତଥ୍ୟକୁ ଆଧାର କରି ହିଁ ଦେଶ ପାଇଁ ବଡ଼ ବଡ଼ ନିଷ୍ପତ୍ତି ନିଆଯାଏ। ଲୋକଙ୍କ ପାଇଁ କଲ୍ୟାଣକାରୀ ଯୋଜନା ହେଉ, ସଂସଦ ବା ବିଧାନସଭାର ଆସନ ନିର୍ଦ୍ଧାରଣ ହେଉ, କିମ୍ବା ବଡ଼ ବଡ଼ ଭିତ୍ତିଭୂମି ତିଆରି କରିବାର ନୀତି ହେଉ, ସବୁକିଛିର ମୂଳରେ ଏହି ତଥ୍ୟ ହିଁ ଥାଏ। ସେଥିପାଇଁ ତ କୁହାଯାଏ, ଜନଗଣନା କର୍ମଚାରୀମାନେ ଖାଲି ତଥ୍ୟ ସଂଗ୍ରହ କରୁନାହାନ୍ତି, ବରଂ ଗୋଟେ ହିସାବରେ ଭାରତର ଭବିଷ୍ୟତ ପାଇଁ ନିୟମ ପକାଉଛନ୍ତି। ସେମାନଙ୍କର କାମ ହିଁ ଦେଶର ପ୍ରଗତିର ମୂଳଦୁଆ। ତେବେ ଶେଷରେ ପ୍ରଶ୍ନ ସେଇଠି, ଏଇ ଯେଉଁ ନୂଆ ଡିଜିଟାଲ ପାରିବାରିକ ଫଟୋ ଉଠିବାକୁ ଯାଉଛି, ଏହା ଆମକୁ ଆମ ଦେଶର ଭବିଷ୍ୟତ ବିଷୟରେ କେଉଁ ନୂଆ କଥା କହିବ? ଆମ ଦେଶର କେଉଁ ନୂଆ ଚିତ୍ର ଦେଖାଇବ? ଏହାର ଉତ୍ତର ପାଇଁ ଆମକୁ ଅପେକ୍ଷା କରିବାକୁ। I will discharge my duties as an enumerator for census 2027 with utmost sincerity, honesty and dedication.
approach every household with humility, courtesy, and patience, and treat every respondent irrespective of their religion, caste, language, gender, or social standing. I will ask every question truthfully and record every answer accurately without any bias, assumption, or manipulation. I will make every effort to reach every household in my assigned HLB. Leave no one uncounted and revisit the households where I was unable to meet the respondent on my first visit. I will maintain absolute confidentiality of all information shared with me and shall not disclose it to any person or use it for any purpose other than the census. I accept this responsibility with pride and spirit of seva, knowing that the data I collect will save the policies and programs that serve crores of my fellow citizens. Jai Hind, Jai Bharat. What is Luna? ମ୍ୟାଡ଼ାମ ଆମେ ଏଇନୁ ଅଛୁ ଏଇ ଯୋଉ ଏଇଟା ସେନ୍ସସ୍ ଲାଗି ଜନଗଣନା ହଉଛି ତ জনগণনা বইনি জানে বুয়া কারে সে ডাটা বলবাটা এটা সরকার নিকি ଯିବା কেনতা আছে এটা ସବୁ ଅଛି ତାର 30ଟା କଲମ ଅଛି ସବୁ ପାନୀୟ ଜଳର ସୁବିଧା ଟିଭି ଗାଡ଼ି ମଟର ରଖିଛନ୍ କାଣା କରୁଛନ୍ କେନ୍ତା ହିସାବ ଅଛନ୍ ସବୁ ଡାଟା କଲେକ୍ସନ ହେବା যে মু এন্তা না নি জানে আমার তার বাবা যেইছন গাঁ যেইছন আসি দিও হবো টাইম ভিতরে ଆମେ ସେଟା করলে ହିଁ চলে আর বিহাগর যেইছন আসি দিও গো কেনতা না মানো যে প্রশ্ন পচারবু ଆପଣ উত্তর দেবে ম্যাডাম নেই বুয়া সে এলে মার দেবা মতো মত পিস সেটা হয় দিতে হয় মু এনে চলবা যে না বলে যাবো তো মানে মতো পিটলা কে না করবি হিসাবে বুঝাই দেবে হ্যাঁ কিছু না হতো দেখো জানা হলে না তুমি জানো তো কাম হচ্ছে আসো কি না আসো हाँ ठीक है आपण याड पहिले असो আওয়ান করছো জল আলো ইয়ার গো আমি পাঁচ সাত পড়ি নেই কা পড়তলা পচরা বলছি ঘরটা পচরাবো আর পচরা পচরা ইটা ইটা মাটির টেনে দেখাবার রে ই ভিতরে আসো দেখাবো আসো হেটা নি মেটে এ আমার সে তারকা তো মত টিভি সব সারি লইছে মাটির ঘরে রহি রহি দিন যাচ্ছে কেমকে পড়ে পারল হ্যাঁ মাটিতে মুইনে ঠকে ই কাছিটা
इटा भी माटी टे जे ऊपरे सीमेंट टिके चटई नहीं झुलो যে দিগরা ইটা আছে পুরালা ইটা কি সিমেন্ট ইটা वे से आगोर घरे माटी टे बुढ़ा में लोग बनै छ मोर भया प्रचुर बनै दी পোলা পুরা नहीं लगे नहीं लगी वाले इटा काली मोटी लेकिन तो ब्राह्मण ने न गो मोटा के जैसे में माटी लगी गोरी लगी আর রন্ধা লাগা কি তো यस नहीं काट गैस पे पेई छु जे सेरा थुई दिसु मन कले के घरे लोग आसु ले ना कोले कोला मोले ले दिसिले किछि के काट छुटा सरी गले लोग आसु আলাই তো না हैं तो लाइन ता लोग রন্ধা করা কেন করছো बन के जैसी हम पैन के यूज कर हैं पैन व्यवहार के ए से सकले पेन जेमने मोल संगे हेटा हमर बाप मुंह के चीजे है ना करिए करिए आसी मला पेन बैठे जैसे ঘরে কেতে লোক আছে घरे पाँच लोग अछि आमे तीनटा और हमर तीनटा क्या रो तब मां हेटा ए हमर तरबो है না গলে কি হবে होय गो हमर तागन ना कते दो तुझे ए कुछ तो पहले करे मोन ना गौरी है गो तागन ना हाथे के मात्रा के बेटे গাড়ি गाड़ी मोटर ना न साइकिल के अछि हम मोया कटिया लाल के सीधा से की पता है कटिया हम मोबाइल में मनोरा नहीं लगा ନମସ୍କାର କେବେ ଭାବିଛନ୍ତି ଗୋଟେ ଏତେ ବଡ଼ ଦେଶର ପ୍ରତିଟି ଘରକୁ ପ୍ରତିଟି କୋଠରୀକୁ ଗଣିବା କେତେ କଷ୍ଟକର କାମ ହୋଇଥିବ ଏହା କେବଳ ଏକ ବଡ଼ କାମ ନୁହେଁ ଏହା ଏକ ପ୍ରକାରର ଅସମ୍ଭବ ଲାଗୁଥିବା କାର୍ଯ୍ୟ ଆଉ ଏହି କାର୍ଯ୍ୟର ସଫଳତା କେବଳ ଗୋଟିଏ ଜିନିଷ ଉପରେ ହିଁ ନିର୍ଭର କରେ ଚାଲନ୍ତୁ ଜାଣିବା ତାହା କ'ଣ ସବୁକିଛିର ଆରମ୍ଭ ହୁଏ ଏହି ଗୋଟିଏ ଶବ୍ଦରୁ ସୁସଙ୍ଗତତା ବା କନସିଷ୍ଟେନ୍ସି କଳ୍ପନା କରନ୍ତୁ ତ ଯେତେବେଳେ ଲକ୍ଷ ଲକ୍ଷ ଲୋକ ଫିଲ୍ଡରେ କାମ କରୁଛନ୍ତି ସେମାନେ ସମସ୍ତେ ପ୍ରତ୍ୟେକ ନିୟମକୁ ଏକାଭଳି ବୁଝିବା ଏବଂ ଲାଗୁ କରିବା କେତେ ଜରୁରୀ ଯଦି ଜଣେ ବି କିଛି ଅଲଗା ବୁଝିଲା ତେବେ ପୂରା ଜନଗଣନା ତଥ୍ୟ ହିଁ ବେକାର ହୋଇଯିବ ଆଉ ଏହି ସୁସଙ୍ଗତତାକୁ ହାସଲ କରିବା ପାଇଁ ଜାଣିଛନ୍ତି କେତେ ଲୋକ ଲାଗନ୍ତି କିଛି ହଜାର ନୁହେଁ ପୂରା 32 ଲକ୍ଷ ହଁ ଏତେ ସଂଖ୍ୟକ ଗଣନାକାରୀ ଏବଂ ସୁପରଭାଇଜର ଦେଶର କୋଣ ଅନୁକୋଣକୁ ଯାଇ ଏହି ବିଶାଳ କାର୍ଯ୍ୟକୁ ସମ୍ଭବ କରନ୍ତି ତେବେ ଏହି ପୂରା ଅଭିଯାନର ମୂଳ ମନ୍ତ୍ର ହେଉଛି ଗୋଟିଏ ବି ଭୁଲ ନଥିବା ସମ୍ପୂର୍ଣ୍ଣ ସୁସଙ୍ଗତ ଗଣନା ଆସନ୍ତୁ ଦେଖିବା ଏହି ଲକ୍ଷ୍ୟକୁ ହାସିଲ କରିବା ପାଇଁ ବାସ୍ତବରେ କେଉଁଭଳି ନିୟମ ତିଆରି କରାଯାଇଛି ଆଚ୍ଛା ଲୋକଙ୍କୁ ଗଣିବା ପୂର୍ବରୁ ସବୁଠୁ ପ୍ରଥମ କାମ କ'ଣ ସିଧା କଥା ସେମାନେ ରହୁଥିବା ଜାଗାଗୁଡ଼ିକୁ ଗଣିବା ଆଉ ଏଇଥିପାଇଁ ଦୁଇଟି ମୂଳ ଧାରଣା ରହିଛି ଯାହା ପୂରା ଜନଗଣନା ପ୍ରକ୍ରିୟାର ମୂଳଦୁଆ ଏଠାରେ ଦୁଇଟି ଶବ୍ଦ ବହୁତ ଗୁରୁତ୍ୱପୂର୍ଣ୍ଣ ବିଲ୍ଡିଂ ଆଉ ଜନଗଣନା ଘର ଏମିତି ଭାବନ୍ତୁ ଗୋଟେ ବଡ଼ ଆପାର୍ଟମେଣ୍ଟ କମ୍ପ୍ଲେକ୍ସ ହେଉଛି ଗୋଟିଏ ବିଲ୍ଡିଂ କିନ୍ତୁ ତା ଭିତରେ ଥିବା ପ୍ରତ୍ୟେକ ଫ୍ଲାଟ୍ ହେଉଛି ଗୋଟିଏ ଗୋଟିଏ ଅଲଗା ଜନଗଣନା ଘର ଏହି ପାର୍ଥକ୍ୟକୁ ବୁଝିବା ହିଁ ସବୁକିଛିର ଆଧାର ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଏହି ଜନଗଣନା ଘର ଏଇଟା ହିଁ ଗଣନାର ପ୍ରକୃତ ଏକକ ଆଉ ଏହାର ନମ୍ବର ପାଇଁ ଏକ ସୁବର୍ଣ୍ଣ ନିୟମ ଅଛି ଏହା ସବୁବେଳେ ଏକ 4 ଅଙ୍କ ବିଶିଷ୍ଟ ସଂଖ୍ୟା ହେବ 3 ନୁହେଁ କି 5 ନୁହେଁ ସବୁବେଳେ 4 ଯେମିତିକି 0001 କିମ୍ବା 0154 ଏହା ଏକ ଭଲ ଉଦାହରଣ ଦେଖନ୍ତୁ ଏଠାରେ ଗୋଟିଏ ହିଁ ବିଲ୍ଡିଂ କିନ୍ତୁ ହୁଏତ ଏଥିରେ 3ଟି ଅଲଗା ପରିବାର ରହୁଛନ୍ତି ଏହାର ଅର୍ଥ ଏହାକୁ 3ଟି ଅଲଗା ଜନଗଣନା ଘର ଭାବେ ଗଣାଯିବ ଆଉ ପ୍ରତ୍ୟେକର ନିଜସ୍ୱ 4 ଅଙ୍କର ନମ୍ବର ରହିବ ଯେମିତି 0023 0024 ଆଉ 0025 ବୁଝିହେଲା ତ ଆଚ୍ଛା ଆମେ ଧାରଣାଗୁଡ଼ିକ ତ ବୁଝିଗଲେ ଏବେ ମଜା କଥା ହେଲା ଏହି ନିୟମଗୁଡ଼ିକ ବାସ୍ତବରେ ଫିଲ୍ଡରେ କେମିତି କାମ କରେ ଏହା ପ୍ରକୃତରେ ଏକ ବହୁତ ଚତୁର ସିଷ୍ଟମ ଯେମିତିକି ପୂରା ଦେଶ ପାଇଁ ଏକ ସମ୍ପୂର୍ଣ୍ଣ ଏବଂ ତ୍ରୁଟିହୀନ ଠିକଣା ବହି ତିଆରି କରାଯାଉଛି ଫିଲ୍ଡରେ ଥିବା ଗଣନାକାରୀଙ୍କ ପାଇଁ ନିଷ୍ପତ୍ତି ନେବା ପ୍ରକ୍ରିୟା ବହୁତ ସରଳ ସେମାନଙ୍କର ପ୍ରଥମ ପ୍ରଶ୍ନ ହେଉଛି ଏହି ବିଲ୍ଡିଂର କୌଣସି ସରକାରୀ ନମ୍ବର ଆଗରୁ ଅଛି କି
ଯଦି ଉତ୍ତର ହ ବହୁତ ଭଲ ସେହି ନମ୍ବରକୁ ହିଁ ଲେଖିଦିଅ ଯଦି ନାହିଁ ତେବେ ଯାଇ ଏକ ନୂଆ ଜନଗଣନା ନମ୍ବର ଦିଆଯିବ ବାସ୍ ଏତିକି। ତେବେ ସବୁଠାରୁ ସହଜ କେସ୍ ହେଲା ଏଇଟା ଯଦି କୌଣସି ଅଞ୍ଚଳରେ ଘରଗୁଡ଼ିକରେ ଆଗରୁ ମ୍ୟୁନିସିପାଲିଟି ଦ୍ୱାରା ଦିଆଯାଇଥିବା ନମ୍ବର ଅଛି ତେବେ କାମ ବହୁତ ସରଳ କିଛି ନୂଆ କରିବାର ନାହିଁ ଯାହା ଅଛି ଠିକ୍ ସେଇଆକୁ ରେକର୍ଡ କରିବାକୁ ପଡ଼ିବ। କିନ୍ତୁ ଏମିତି ଏକ ଜାଗାରେ କ'ଣ ହେବ ଯେଉଁଠି କୌଣସି ନମ୍ବର ନାହିଁ ଯେମିତିକି ଏକ ନୂଆ କରି ଗଢ଼ି ଉଠିଥିବା ବସ୍ତି? ହଁ, ସେଇଠି ଜନଗଣନା ଏକ ଶୃଙ୍ଖଳା ଆଣିଥାଏ। ଗଣନାକାରୀ ନିଜେ ଏକ ନୂଆ କ୍ରମ ଆରମ୍ଭ କରନ୍ତି 1, 2, 3 ଏହିପରି। ଆଉ ଏବେ ଗୋଟେ ଚତୁର ସମାଧାନ କଥା ଶୁଣନ୍ତୁ ଯଦି 10 ନମ୍ବର ଘର ଆଉ 11 ନମ୍ବର ଘର ମଝିରେ ଗୋଟେ ନୂଆ ବିଲ୍ଡିଂ ମିଳିଲା ତେବେ କ'ଣ କରାଯିବ? ପୁରା ରାସ୍ତାର ନମ୍ବର ବଦଳାଯିବ? ବିଲକୁଲ ନୁହେଁ ସେମାନେ ନୂଆ ବିଲ୍ଡିଂକୁ 10/1 ନମ୍ବର ଦେଇଦେବେ। କେତେ ବଢ଼ିଆ ନୁହେଁ କି? ଏହାଦ୍ୱାରା ପୁରୁଣା କ୍ରମ ବି ଠିକ୍ ରହିଲା। ଆଉ ଏଇଟା ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ନିୟମ। ସେଇ ଯେଉଁ ଜନଗଣନା ଘର ନମ୍ବର କଥା ଆମେ କହୁଥିଲେ ସେଇ 4 ଅଙ୍କ ବିଶିଷ୍ଟ ନମ୍ବର ତାହା କେବେ ବି ଅଟକେ ନାହିଁ। ଏହା 0001ରୁ ଆରମ୍ଭ ହୋଇ ପୁରା ବ୍ଲକ ଶେଷ ହେବା ଯାଏ ଚାଲିଥାଏ। ଗୋଟେ ବିଲ୍ଡିଂରୁ ଆରକୁ ଗଲେ ଏହା ପୁଣିଥରେ ଆରମ୍ଭ ହୁଏ ନାହିଁ। ଏହା ଏକ ଅଖଣ୍ଡ ତଥ୍ୟର ଶୃଙ୍ଖଳା ତିଆରି କରେ ଯାହାଦ୍ୱାରା କେହି ବି ଯେମିତି ବାଦ ନ ପଡ଼ିବେ। ଠିକ୍ ଅଛି ତେବେ ପ୍ରତ୍ୟେକ ଘରକୁ ଗୋଟେ ୟୁନିକ୍ ଆଇଡି ମିଳିଗଲା ବହୁତ ବଢ଼ିଆ କିନ୍ତୁ ସେହି ଠିକଣାରେ ପ୍ରକୃତରେ କେଉଁ ତଥ୍ୟ ସଂଗ୍ରହ କରାଯାଏ କାରଣ ଏହା କେବଳ ସଂଖ୍ୟା ବିଷୟରେ ନୁହେଁ ବରଂ ଲୋକଙ୍କ ଜୀବନଶୈଳୀ ବିଷୟରେ। ଆଉ ବେଳେବେଳେ ଫିଲ୍ଡରେ କାମ କରିବାଟା ଗୋଟେ ଗୁପ୍ତଚର ଭଳି। ଆପଣ ଗୋଟେ ପ୍ଲାଷ୍ଟର ହୋଇଥିବା କାନ୍ଥ ଦେଖିଲେ କିନ୍ତୁ ତା ଭିତରେ କ'ଣ ଅଛି ଇଟା ନା ମାଟି କେବଳ ଦେଖିକି କହିହେବ ନାହିଁ। ଗଣନାକାରୀଙ୍କୁ ପଚାରି ହିଁ ସଠିକ୍ ତଥ୍ୟ ବାହାର କରିବାକୁ ପଡ଼େ। ଆଉ ଏଇ ଚିତ୍ରଗୁଡ଼ିକ ତ ପୁରା କାହାଣୀ କହିଦେଉଛି ନୁହେଁ କି? ଜନଗଣନାକୁ ସବୁକିଛି ରେକର୍ଡ କରିବାକୁ ପଡ଼େ ଏକ ସାଧାରଣ ମାଟି ଚଟାଣଠାରୁ ଆରମ୍ଭ କରି ଚକଚକ୍ କରୁଥିବା ମୋଜାଇକ୍ ଟାଇଲ୍ ପର୍ଯ୍ୟନ୍ତ। ଏହା ହିଁ ତ ଆମକୁ ଦେଶର ପ୍ରକୃତ ଚିତ୍ର ଦେଖାଏ। ତେବେ ମୋଟାମୋଟି ଭାବେ କ'ଣ ସବୁ ତଥ୍ୟ ସଂଗ୍ରହ କରାଯାଏ? ମୁଖ୍ୟତଃ 3ଟି କଥା। ପ୍ରଥମତଃ ଘର ନିଜେ କେମିତି ତିଆରି ହୋଇଛି, ଦ୍ୱିତୀୟରେ ସୁବିଧା ଯେମିତିକି ପିଇବା ପାଣି ବିଜୁଳି ଇତ୍ୟାଦି, ଆଉ ତୃତୀୟରେ ସମ୍ପତ୍ତି ଅର୍ଥାତ୍ ଲୋକଙ୍କ ପାଖରେ ଟିଭି କମ୍ପ୍ୟୁଟର ବା ଗାଡ଼ି ଅଛି କି ନାହିଁ। ତେବେ ଏତେ ସବୁ ଛୋଟ ଛୋଟ ବିବରଣୀର କ'ଣ ଦରକାର? ଛାତ ଟାଇଲ୍ରେ ତିଆରି ହେଉ କି ଟିନ୍ରେ ସେଥିରେ କ'ଣ ଫରକ ପଡ଼େ? ଫରକ ପଡ଼େ କାରଣ ଏହି ଛୋଟ ଛୋଟ ତଥ୍ୟ ଯେତେବେଳେ କୋଟି କୋଟି ଘରୁ ଏକାଠି ହୁଏ ସେତେବେଳେ ଏକ ବଡ଼ ଚିତ୍ର ସାମ୍ନାକୁ ଆସେ। ଏହା ଆମ ଦେଶର ତଥ୍ୟର ମୂଳଦୁଆ। ତେବେ ଚାଲନ୍ତୁ ଶେଷରେ ସେହି ସୁବର୍ଣ୍ଣ ନିୟମଗୁଡ଼ିକୁ ପୁଣି ଥରେ ମନେ ପକାଇଦେବା। ବିଲ୍ଡିଂ ପାଇଁ ମନେ ରଖିବେ ଛାତ ଥିବା ଦରକାର ଏବଂ ସ୍ଥାନୀୟ ନମ୍ବରକୁ ପ୍ରାଥମିକତା ଦିଆଯିବ। ଆଉ ଜନଗଣନା ଘର ପାଇଁ ସବୁବେଳେ 4 ଅଙ୍କ ବିଶିଷ୍ଟ ନମ୍ବର ଯାହା ପୁରା ବ୍ଲକ ପାଇଁ ଗୋଟିଏ ହିଁ କ୍ରମରେ ଚାଲିବ। ସରଳ କିନ୍ତୁ ବହୁତ ଶକ୍ତିଶାଳୀ। ଶେଷରେ ଏହି ପୁରା ବିଶାଳ ପ୍ରକ୍ରିୟା କେବଳ ସଂଖ୍ୟା ଗଣିବା ପାଇଁ ନୁହେଁ ଏହା ଏକ ଦେଶର ଆଇନା ତିଆରି କରିବା ଭଳି ଆମ ସମାଜର ସ୍ଥିତି ଆମର ପ୍ରଗତି ଏବଂ ଆମ ସାମ୍ନାରେ ଥିବା ଆହ୍ୱାନଗୁଡ଼ିକର ଏକ ପ୍ରତିବିମ୍ବ। ତେବେ ପ୍ରଶ୍ନ ହେଉଛି ଯେତେବେଳେ ଆମେ ସେହି ପ୍ରତିବିମ୍ବକୁ ଦେଖିବା ସେଥିରେ ଆମକୁ କ'ଣ ଦେଖାଯିବ? ଆମ ଘର ବିଷୟରେ ଜନଗଣନାରେ ଏତେ ସବୁ କାହିଁକି ପଚରାଯାଏ? ଆସନ୍ତୁ ଜାଣିବା ଏହି ସାଧାରଣ ଦେଖାଯାଉଥିବା ପ୍ରଶ୍ନ ଭିତରେ କେମିତି ଆମ ସମାଜର ବଡ଼ ବଡ଼ କାହାଣୀ ସବୁ ଲୁଚି ରହିଛି। କେବେ ମନକୁ ଆସିଛି ଜନଗଣନା କର୍ମଚାରୀ ଆମ ରୋଷେଇ ଘର କି ବାଥରୁମ୍ କଥା କାହିଁକି ପଚାରନ୍ତି? ଏମିତି ଲାଗିପାରେ ଯେ ଏଟା ଗୋଟେ ସାଧାରଣ କଥା କିନ୍ତୁ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଏହାର ଉତ୍ତର ଆମ ସମାଜର ସ୍ୱାସ୍ଥ୍ୟ ଆଉ ବିକାଶର ପୁରା ଚିତ୍ର ଦେଖାଇଦିଏ। ହଁ, ଏ କଥାଟାକୁ ଟିକେ ଭଲ ଭାବରେ ବୁଝିବା। ଦେଖନ୍ତୁ ଜନଗଣନା କେବଳ ଗୋଟେ ସରକାରୀ କାଗଜପତ୍ର ନୁହେଁ ଏହାକୁ ଆପଣ ଗୋଟେ ଦେଶର ହେଲ୍ଥ ଚେକଅପ୍ ବୋଲି କହିପାରିବେ। ଏହି ତଥ୍ୟରୁ ହିଁ ଜଣାପଡ଼େ ଯେ ଦେଶର ଲୋକମାନେ ପ୍ରକୃତରେ କେମିତି ଅଛନ୍ତି କେମିତି ରହୁଛନ୍ତି। ଆସନ୍ତୁ ଆମର ପ୍ରଥମ କାହାଣୀ ଆଡ଼କୁ ଯିବା ଆଉ ସେଇଟା ହେଉଛି ପାଣିର କାହାଣୀ। ପାଣି ହେଉଛି ଆମର ସବୁଠୁ ମୌଳିକ ଆବଶ୍ୟକତା ଆଉ ଜନଗଣନା ଏ ବିଷୟରେ ବହୁତ କିଛି କହିଥାଏ। ଜନଗଣନାର 17 ନମ୍ବର ପ୍ରଶ୍ନଟା ଏଇଆ ପଚାରେ। ଏଠି ଧ୍ୟାନ ଦେବାର କଥା ହେଉଛି କୌଣସି ବି ପାଣି ନୁହେଁ ବରଂ ପିଇବା ପାଣିର ମୁଖ୍ୟ ଉତ୍ସ କ'ଣ? ମାନେ ଗୋଟେ ପରିବାର ସବୁଠୁ ବେଶୀ କୋଉ ପାଣି ଉପରେ ନିର୍ଭର କରେ ସେଇଟା ଜାଣିବା ଦରକାର। ତେବେ ଏଠି ଗୋଟେ ବଡ଼ କଥା ବୁଝିବାର ଅଛି ବିଶୋଧିତ ଆଉ ଅଣବିଶୋଧିତ ପାଣି ଭିତରେ ଫରକ। ସିଧା କଥା ବିଶୋଧିତ ପାଣି ମାନେ ସୁରକ୍ଷିତ ପାଣି ଆଉ ଅଣବିଶୋଧିତ ପାଣି ତାହା ଅନେକ ରୋଗର କାରଣ ହୋଇପାରେ। ତେଣୁ ଏଇ ଗୋଟିଏ ତଥ୍ୟରୁ ଜନସ୍ୱାସ୍ଥ୍ୟର ଗୋଟେ ବଡ଼ ଚିତ୍ର ସାମ୍ନାକୁ ଆସିଯାଏ। ଏବେ ଏଇ ଦୁଇଟା ଛବିକୁ ଦେଖନ୍ତୁ। ଗୋଟେ ପଟେ ଗୋଟେ ସୁରକ୍ଷିତ ପୁରା ଆଧୁନିକ ଜଳ ବିଶୋଧନ ସିଷ୍ଟମ ଆଉ ଅନ୍ୟପଟେ ଦେଖନ୍ତୁ କେମିତି ଗୋଟେ ଭଙ୍ଗା ପାଇପ୍ ଯୋଗୁଁ ଭଲ ପାଣି ବି ଦୂଷିତ ହୋଇପାରୁଛି। ଜନଗଣନା ଠିକ୍ ଏଇ ଦୁଇ ପରିସ୍ଥିତି ଭିତରେ ଥିବା ଫରକକୁ ଧରିପାରେ।
କିନ୍ତୁ କଥାଟା ଖାଲି ପାଣି କେତେ ସଫା ସେତିକିରେ ସରିନି। ପାଣି ପାଇବାକୁ ଲୋକକୁ କେତେ କଷ୍ଟ କରିବାକୁ ପଡୁଛି, କେତେ ବାଟ ଯିବାକୁ ପଡୁଛି, ସେଇଟା ବି ସେତିକି ହିଁ ଗୁରୁତ୍ୱପୂର୍ଣ୍ଣ। ଆଉ ଏଇଥିପାଇଁ ଆସେ ପ୍ରଶ୍ନ ନମ୍ବର 18। ଏଠି ଦେଖନ୍ତୁ ପାଖରେ ଆଉ ଦୂରରେର ଅର୍ଥ କ'ଣ। ସହରରେ ଯଦି 100 ମିଟରରୁ ଅଧିକ ଆଉ ଗାଁରେ ଯଦି 500 ମିଟରରୁ ଅଧିକ ଦୂର ଯିବାକୁ ପଡୁଛି ତାହେଲେ ତାକୁ ଦୂରରେ ବୋଲି ଧରାଯାଏ। ଏହି ତଥ୍ୟରୁ ଜଣାପଡ଼େ ପାଣି ଆଣିବାର ବୋଝ କାହା ଉପରେ କେତେ ପଡ଼ୁଛି, ଆଉ ଅଧିକାଂଶ ସମୟରେ ଏହି ବୋଝ ମହିଳାମାନଙ୍କୁ ହିଁ ବୋହିବାକୁ ପଡ଼ିଥାଏ। ଆଉ ଏଇ ଛବି, ଏଇଟା କେବଳ ଗୋଟେ ଫଟୋ ନୁହେଁ, ଏଇଟା ହେଉଛି ସେହି ଦୂରରେ ଶବ୍ଦର ଜୀବନ୍ତ କାହାଣୀ। ଏହି ତଥ୍ୟ ପଛରେ କେତେ କଷ୍ଟ, କେତେ ସମୟ ଲୁଚି ରହିଛି ତାହା ଏହି ଛବିରୁ ସ୍ପଷ୍ଟ ଜଣାପଡ଼ୁଛି। ଏହା କେବଳ ଦୂରତା ନୁହେଁ, ଏହା ଲୋକଙ୍କ ଜୀବନଶୈଳୀ ଉପରେ ଏକ ବଡ଼ ପ୍ରଭାବ। ଆଚ୍ଛା, ପାଣି କଥା ତ ଗଲା। ଏବେ ଆସନ୍ତୁ ଆଗକୁ ବଢ଼ିବା ଆଉ ଦେଖିବା ଆଲୋକ ଆଉ ଶକ୍ତି କେମିତି ପ୍ରଗତିର ଆଉ ସୁଯୋଗର ଏକ ମୁଖ୍ୟ ସୂଚକ ହୋଇଥାଏ। ପ୍ରଶ୍ନ ନମ୍ବର 19 ହେଉଛି ଆଲୋକର ମୁଖ୍ୟ ଉତ୍ସ କ'ଣ? ଏହି ଲିଷ୍ଟକୁ ଦେଖନ୍ତୁ। ଗୋଟେ ପଟେ ଅଛି ବିଜୁଳି, ଆଉ ଆରପଟେ ସବୁଠୁ ତଳେ ଅଛି ଆଲୋକ ନାହିଁ। ଭାବିଲେ ଆଶ୍ଚର୍ଯ୍ୟ ଲାଗେ, କିନ୍ତୁ ଏହା ହେଉଛି ସତ। ଏହି ପ୍ରଶ୍ନ ଆମକୁ ଦେଶରେ ଶକ୍ତି ସୁବିଧାର ପୂରା ଚିତ୍ର ଦେଖାଇଦିଏ। ଏହି ଦୁଇଟା ଛବି ଭିତରେ ଥିବା ଫରକ ଦିନ ଆଉ ରାତି ଭଳେ। ଗୋଟେ ପଟେ ସୁବିଧା, ସୁରକ୍ଷା, ଆଉ ଅନ୍ୟପଟେ ଅସୁବିଧା, ଅନ୍ଧକାର। ବିଜୁଳି ଖାଲି ଆଲୁଅ ଦିଏନି, ଏହା ପିଲାଙ୍କୁ ପାଠପଢ଼ାରେ ସାହାଯ୍ୟ କରେ, ସୁରକ୍ଷା ବଢ଼ାଏ ଆଉ ଜୀବନଶୈଳୀକୁ ଭଲ କରେ। ଆଉ ସେହି ଯେଉଁ ବିକଳ୍ପ ଥିଲା, ଆଲୋକ ନାହିଁ, ଏଇଟା ସବୁଠୁ ଗୁରୁତ୍ୱପୂର୍ଣ୍ଣ। ଏହା ଶକ୍ତି ଦାରିଦ୍ର୍ୟର ସବୁଠୁ ଗଭୀର ସ୍ତରକୁ ଦେଖାଏ। ଯେଉଁ ପରିବାର ପାଖରେ ଆଲୋକର କୌଣସି ବି ଉପାୟ ନାହିଁ, ସେମାନଙ୍କର ଜୀବନ କେତେ କଷ୍ଟକର ହୋଇଥିବ ତାହା ଏଥିରୁ ହିଁ ଅନୁମାନ କରାଯାଇପାରେ। ଏବେ ଆସନ୍ତୁ ଏକ ଏମିତି ବିଷୟରେ କଥା ହେବା ଯାହା ଟିକେ ସମ୍ବେଦନଶୀଳ କିନ୍ତୁ ବହୁତ ବହୁତ ଜରୁରୀ। ଏହାର ସମ୍ପର୍କ ସିଧାସଳଖ ଜନସ୍ୱାସ୍ଥ୍ୟ ଆଉ ମଣିଷର ସମ୍ମାନ ସହିତ। ପ୍ରଶ୍ନ ନମ୍ବର 20 ଆମକୁ ଶୌଚାଳୟ ବ୍ୟବହାରର 4ଟି ସ୍ତର ବିଷୟରେ କହିଥାଏ। ପ୍ରଥମେ ହେଲା କେବଳ ନିଜ ପରିବାର ପାଇଁ, ତାପରେ ଆସେ ଅନ୍ୟ ପରିବାର ସହ ମିଶିକି, ତାପରେ ସର୍ବସାଧାରଣ ଶୌଚାଳୟ, ଆଉ ଶେଷରେ ଆସେ ଖୋଲାରେ, ଯେମିତିକି ବିଲ କିମ୍ବା ରେଳ ଲାଇନ୍। ଏହି ତଥ୍ୟରୁ ଦେଶର ପରିମଳ ସ୍ଥିତିର ପୂରା ଚିତ୍ର ସାମ୍ନାକୁ ଆସିଯାଏ। ଏଠି ଗୋଟେ ଛୋଟ କିନ୍ତୁ ଗୁରୁତ୍ୱପୂର୍ଣ୍ଣ ଫରକ ଅଛି। ମିଳିତ ଶୌଚାଳୟମାନେ କିଛି ଚିହ୍ନା ପରିବାର ମିଶିକି ବ୍ୟବହାର କରନ୍ତି, କିନ୍ତୁ ସର୍ବସାଧାରଣ ଶୌଚାଳୟ ଯେକୌଣସି ଲୋକ ବ୍ୟବହାର କରିପାରିବ। ଏ ଛୋଟ ଛୋଟ କଥା ସୁବିଧାର ସ୍ତରକୁ ବୁଝିବାରେ ସାହାଯ୍ୟ କରେ। ଆଉ ଏଇ ଛବି, ଏହା ହେଉଛି ଖୋଲାରେ ଶୌଚ କରିବାର କଠୋର ବାସ୍ତବତା। ଏହା କେବଳ ସମ୍ମାନହାନି ନୁହେଁ, ଏହା ରୋଗ ବ୍ୟାଧିକୁ ବି ଡାକି ଆଣେ। ସ୍ୱାସ୍ଥ୍ୟ ପାଇଁ ଏହା ଏକ ବହୁତ ବଡ଼ ବିପଦ। କିନ୍ତୁ କଥା ଏତିକିରେ ସରେ ନାହିଁ। ଖାଲି ଶୌଚାଳୟ ଥିଲେ ହବନି। ସବୁ ଶୌଚାଳୟ ସମାନ ନୁହେଁ, ତାହାର ପ୍ରକାର କ'ଣ ସେଇଟା ବି ଏହି କାହାଣୀର ଏକ ବଡ଼ ଅଂଶ। ଆଉ ସେଇଥିପାଇଁ ଆସେ ପ୍ରଶ୍ନ 21। ଏହା ହେଉଛି ସବୁଠୁ ଭଲ ବ୍ୟବସ୍ଥା। ଏଠି ବର୍ଜ୍ୟବସ୍ତୁ ପାଇପ୍ ଦେଇ ସିଧା ନର୍ଦ୍ଦମାକୁ ଚାଲିଯାଏ ଆଉ ତାପରେ ତାକୁ ଠିକ୍ ଭାବରେ ବିଶୋଧନ କରାଯାଏ। ଏହା ସ୍ୱାସ୍ଥ୍ୟ ଆଉ ପରିବେଶ ଦୁଇଟା ଯାକ ପାଇଁ ଭଲ। ତାପରେ ଆସେ ସେପ୍ଟିକ୍ ଟ୍ୟାଙ୍କି। ଏହା ଏକ ନିଜସ୍ୱ ବ୍ୟବସ୍ଥା, ଯେଉଁଠି ବର୍ଜ୍ୟବସ୍ତୁ ମାଟି ତଳେ ଗୋଟେ ଟ୍ୟାଙ୍କିରେ ଜମା ହୁଏ, ହେଲେ ଏହାକୁ ସମୟ ସମୟରେ ସଫା କରିବାକୁ ପଡ଼ିଥାଏ। ଆଉ ଶେଷରେ ଆସେ ସର୍ଭିସ୍ ଶୌଚାଳୟ। ଏହା ହେଉଛି ସବୁଠାରୁ ପୁରୁଣା ଆଉ ଅସମ୍ମାନଜନକ ପ୍ରଥା। ଏଥିରେ ମାନବ ବର୍ଜ୍ୟକୁ ଜଣେ ମଣିଷକୁ ହିଁ ହାତରେ ସଫା କରିବାକୁ ପଡ଼େ। ଏହା ସହିତ କେତେ ଗଭୀର ସ୍ୱାସ୍ଥ୍ୟ ଆଉ ସାମାଜିକ ସମସ୍ୟା ଯୋଡ଼ି ହୋଇ ରହିଛି ତାହା ଏହି ତଥ୍ୟରୁ ଜଣାପଡ଼େ। ତେବେ ଏତେ ସବୁ ଅଲଗା ଅଲଗା କାହାଣୀ ଶୁଣିବା ପରେ ଆସନ୍ତୁ ଦେଖିବା ଏସବୁ ମିଶିଲେ କେମିତି ଗୋଟେ ବଡ଼ ଚିତ୍ର ତିଆରି କରୁଛନ୍ତି। ତେବେ ଶେଷରେ ପ୍ରଶ୍ନ ଆସେ, ଏସବୁ ଜାଣି ଲାଭ କ'ଣ? ଦେଖନ୍ତୁ, ଏହି ତଥ୍ୟଗୁଡ଼ିକ କେବଳ ସଂଖ୍ୟା ନୁହେଁ, ଏହା ସରକାର ଆଉ ନୀତି ନିର୍ଦ୍ଧାରକମାନଙ୍କ ପାଇଁ ଏକ ରୋଡମ୍ୟାପ୍ ଭଳି। କେଉଁ ଗାଁରେ ପିଇବା ପାଣି ଦରକାର, କେଉଁଠି ଶୌଚାଳୟ ପାଇଁ ଲୋକଙ୍କୁ ସଚେତନ କରିବାକୁ ପଡ଼ିବ, କେଉଁ ଅଞ୍ଚଳରେ ଏବେ ବି ବିଜୁଳି ପହଞ୍ଚିନି, ଏସବୁ ଜଣାପଡ଼େ। ଆଉ ସେହି ଅନୁସାରେ ଏକ ଭଲ ଭବିଷ୍ୟତ ପାଇଁ ଯୋଜନା ତିଆରି ହୁଏ। ତେବେ ଶେଷରେ ଏତିକି କହିବି, ଏହି ତଥ୍ୟ ଆମକୁ ଆଜିର ଏକ ସ୍ପଷ୍ଟ ଚିତ୍ର ଦେଖାଉଛି, କିନ୍ତୁ ଏହା ଆମ ଭବିଷ୍ୟତକୁ ମଧ୍ୟ ଗଢ଼ିଥାଏ। ତେବେ ପ୍ରଶ୍ନ ହେଉଛି, ରାଷ୍ଟ୍ରୀୟ ବିକାଶର ଏହି ଲମ୍ବା କାହାଣୀରେ ଆସନ୍ତାକାଲି ଏହି ତଥ୍ୟ ଆଉ କେଉଁ ନୂଆ କାହାଣୀ କହିବ?